أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين ଯୁଦ୍ଧ ଓ ଅଭିଯାନ ସମ୍ପର୍କରେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଜୀବନୀର ବିଭିନ୍ନ ପକ୍ଷର ଚର୍ଚ୍ଚା ଚାଲିଥିଲା। ସେହି କ୍ରମରେ ଆଜି ମୁଁ ହୁନୈନ ଯୁଦ୍ଧର ଚର୍ଚ୍ଚା କରିବି। ଏହି ଯୁଦ୍ଧ ସୱାଲ ମାସ 8 ହିଜରୀରେ ସଂଗଠିତ ହୋଇଥିଲା। ଉକ୍ତ ଯୁଦ୍ଧକୁ ହୁନୈନ ଯୁଦ୍ଧ କାହିଁକି କୁହାଯାଏ? ହୁନୈନ ହେଉଛି ମକ୍କା ଓ ତାଇଫ୍ ମଧ୍ୟରେ ଥିବା ଏକ ବସ୍ତିର ନାମ। ଏହା ମକ୍କା ଠାରୁ ପ୍ରାୟ 36 କିଲୋମିଟର ଦୂରତାରେ ଅବସ୍ଥିତ ଥିଲା। ଉକ୍ତ ଯୁଦ୍ଧରେ ଯେଉଁ ସମ୍ପ୍ରଦାୟ ସାମିଲ ହୋଇଥିଲେ ତନ୍ମଧ୍ୟରେ ବୃହତ ସମ୍ପ୍ରଦାୟ ହେଉଛି ହୱାଜିନ୍ ସମ୍ପ୍ରଦାୟ। ତେଣୁ ଉକ୍ତ ଯୁଦ୍ଧକୁ ହୱାଜିନ୍ ଯୁଦ୍ଧ ମଧ୍ୟ କୁହାଯାଏ। କେତେକ ଇତିହାସବିତ୍ ଓ ଜୀବନୀ ଲେଖାଳିମାନେ ଏହି ଯୁଦ୍ଧକୁ ଅତାସ୍ ଯୁଦ୍ଧ ମଧ୍ୟ ଅଭିହିତ କରିଛନ୍ତି, କାରଣ ଶତ୍ରୁ ସୈନ୍ୟବାହିନୀର ଏକ ଅଂଶ ହୁନୈନ ଠାରୁ ପଳାୟନ କରିଥିଲା। ଅତାସ୍ ନାମକ ଉପତ୍ୟକାକୁ ସେମାନେ ପଳାୟନ କରି ଚାଲିଯାଇଥିଲେ, ସେଠାରେ ଶରଣ ନେଇଥିଲେ ଓ ମୁସଲମାନମାନେ ସେଠାରେ ପହଞ୍ଚି ଶତ୍ରୁକୁ ପରାସ୍ତ କରିଦେଇଥିଲେ। ତେଣୁ କେତେକ ବ୍ୟକ୍ତି ଏହି ଯୁଦ୍ଧର ନାମ ଅତାସ୍ ବୋଲି ନାମିତ କରିଛନ୍ତି। ଆଲ୍ଲାହ ତାଆଲା ପବିତ୍ର କୁରାନରେ ହୁନୈନ ଯୁଦ୍ଧ ସଂକ୍ରାନ୍ତରେ କହିଛନ୍ତି, ଲକଦ ନସରକୁମୁଲ୍ଲାହୁ ଫି ମୱାତିନା କସୀରତଂ व यौमा हुनैनिन इज़ आजबतकुम कसरतुकुम फलम तुगनी अन्कुम शय्यं वज़ाक़त अलैकुमुल अर्ज़ु बिमा रहुबत तुम्मा वल्लैतुम मुदबिरीन तुम्मा अंज़लल्लाहु सकीनतहु अला रसूलिही व अलल मुमिनीना व अंज़ला जुनूदल लम तरोहा व अज़्ज़ब अल्लज़ीन कफ़रू तवा ज़ालिका जज़ाउल काफ़िरीन सुम्मा यतूबुल्लाहु मिन बादि ज़ालिका अला मन यशाउ तवाल्लाहु गफूरुर रहीम। अर्थात अल्लाह ताला तुमମାନଙ୍କୁ ବହୁ କ୍ଷେତ୍ରରେ ସାହାଯ୍ୟ କରିଛନ୍ତି ଏବଂ ବିଶେଷତଃ ହୁନୈନ ଯୁଦ୍ଧ ଦିନ ଯେତେବେଳେ ତୁମମାନଙ୍କର ସଂଖ୍ୟାଗରିଷ୍ଠତା ତୁମମାନଙ୍କୁ ଗର୍ବିତ କରିଥିଲା, କିନ୍ତୁ ତାହା ଅର୍ଥାତ୍ ସେହି ସଂଖ୍ୟାଗରିଷ୍ଠତା ତୁମମାନଙ୍କର କୌଣସି ଉପକାର କରିନଥିଲା ଓ ପୃଥିବୀର ବିଶାଳତା ସତ୍ତ୍ୱେ ଏହା ତୁମମାନଙ୍କ ପକ୍ଷରେ ସଂକୀର୍ଣ୍ଣ ହୋଇଗଲା ଓ ତୁମେମାନେ ପଶ୍ଚାତ୍ପଦ ହୋଇ ପଳାୟନ କଲ। ଏହାପରେ ଆଲ୍ଲାହ ତାଆଲା ନିଜ ରସୂଲଙ୍କ ପ୍ରତି ତଥା ବିଶ୍ୱାସକାରୀଙ୍କ ପ୍ରତି ପ୍ରଶାନ୍ତି ଅବତୀର୍ଣ୍ଣ କରିଥିଲେ ଏବଂ ଏପରି ସୈନ୍ୟବାହିନୀ ପ୍ରେରଣ କରିଥିଲେ ଯେ ଯେଉଁମାନଙ୍କୁ ତୁମେମାନେ ଦେଖିପାରିନଥିଲ ଓ ସେ ଅବିଶ୍ୱାସକାରୀମାନଙ୍କୁ ଶାସ୍ତି ପ୍ରଦାନ କରିଥିଲେ ଏବଂ ଏହା ହିଁ ଅବିଶ୍ୱାସକାରୀମାନଙ୍କ ପ୍ରତିଫଳ। ଏପରି ଶାସ୍ତି ପ୍ରଦାନ ପରେ अल्लाह ताला जहाँकु इच्छा करती ता प्रति निजर करुणा प्रदर्शन करिथांती एवं अल्लाह ताला अत्यंत क्षमाशील और सदा करुणामय। यार कारण यह है जे जेतेबेले मक्का विजित हैला अर्थात मक्का को जय करि नियागला सेतेबेले
ଆରବର ବଡ଼ ବଡ଼ ସମ୍ପ୍ରଦାୟ ଇସଲାମ ଧର୍ମ ଗ୍ରହଣ କରିନେଲେ। ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ଆଜ୍ଞାବହତା ସ୍ୱୀକାର କରିନେଲେ। କିନ୍ତୁ ମକ୍କା ପାଖରେ ବାସ କରୁଥିବା ହୱାଜିନ୍ ସମ୍ପ୍ରଦାୟ ଓ ବନୁ ସକିଫ୍ ସମ୍ପ୍ରଦାୟ ମାନେ ଅତ୍ୟନ୍ତ ବିଦ୍ରୋହ ଓ ଅହଙ୍କାରୀ ଓ ଯୋଦ୍ଧା ଜାତି ଥିଲେ। ସେମାନେ କେବଳ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କର ପ୍ରତ୍ୟାଖ୍ୟାନ କରିନଥିଲେ, ବରଂ ସେମାନଙ୍କର ଅଧିପତିମାନେ ଏକତ୍ରିତ ହୋଇ କହିବାକୁ ଲାଗିଲେ ଯେ ମହମ୍ମଦ ସല്ലଲ୍ଲାହୁ ଆଲୈହି ವಸಲ್ಲମ ମକ୍କା ସମେତ ଆରବ ସମ୍ପ୍ରଦାୟକୁ ନିଜର ଆଜ୍ଞାକାରୀ ଜାତି କରିନେଇଛନ୍ତି। ବର୍ତ୍ତମାନ ସେମାନେ ଆମମାନଙ୍କ ଆଡ଼କୁ ଅଗ୍ରସର ହେବା ପୂର୍ବରୁ ଆମେମାନେ ସ୍ୱୟଂ ସେମାନଙ୍କ ଉପରେ ଆକ୍ରମଣ କରିଦେବା। ସେମାନେ ସ୍ୱୟଂ ଏହି କଥା ଚିନ୍ତା କରୁଥିଲେ ଯେ ମହମ୍ମଦ ସല്ലଲ୍ଲାହୁ ଆଲୈହି ವସଲ୍ଲମ ଏପର୍ଯ୍ୟନ୍ତ ଅଶିକ୍ଷିତ ଓ ଅନଭିଜ୍ଞ ଲୋକମାନଙ୍କ ସହିତ ଯୁଦ୍ଧ କରିଛନ୍ତି। ଆମ ସହିତ ମୁକାବିଲା ହେବ, ସେତେବେଳେ ସେ ଜାଣିବେ ପ୍ରକୃତରେ ଯୋଦ୍ଧା କାହାକୁ କୁହନ୍ତି, ବୀର କାହାକୁ କହନ୍ତି। ବନୁ ହୱାଜିନ୍ ସମ୍ପ୍ରଦାୟ ସହିତ ସକିଫ୍ ଗୋଷ୍ଠୀ ମଧ୍ୟ ତାଙ୍କ ସହିତ ସାମିଲ ହୋଇଯାଇଥିଲେ। ଏଥିସହିତ ନଜର, ବନୁ ଜୁଶାମ ଆଦି ସମ୍ପ୍ରଦାୟର ଲୋକମାନେ ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇଯାଇଥିଲେ। ସାଦ୍ ବିନ୍ ବକର ଓ ବନୁ ହିଲାଲ ସମ୍ପ୍ରଦାୟ ମଧ୍ୟରୁ କିଛି ଲୋକ ମଧ୍ୟ ସେମାନଙ୍କ ସହିତ ସାମିଲ ଥିଲେ। କେତେକ ବର୍ଣ୍ଣନାରୁ ଏହା ଜ୍ଞାତ ହେଉଛି ଯେ ବନୁ ହୱାଜିନ୍ ସମ୍ପ୍ରଦାୟ ବାସ୍ତବରେ ଏହା ପୂର୍ବରୁ ହିଁ ଇସଲାମ ଧର୍ମ ଉପରେ ଆକ୍ରମଣ କରିବାକୁ ଯୋଜନା ଆରମ୍ଭ କରିଦେଇଥିଲା। କାରଣ ଯେତେବେଳେ ସେମାନେ ଦେଖିଲେ ଯେ ମହମ୍ମଦ ସല്ലଲ୍ଲାହୁ ଆଲୈହି ವସଲ୍ଲମ ଧୀରେ ଧୀରେ ୟହୁଦୀମାନଙ୍କ ସମେତ ଅନ୍ୟ ସମ୍ପ୍ରଦାୟମାନଙ୍କୁ ନିଜ ଅଧୀନ କରିଚାଲିଛନ୍ତି, ସେତେବେଳେ ସେମାନେ ଚିନ୍ତିତ ହେଲେ ଏପରି ନ ହେଉ ଯେ ମୂର୍ତ୍ତିର ଉପାସନା ଭୂପୃଷ୍ଠରୁ ଉଭାନ ହୋଇଯାଉ ଓ ମହମ୍ମଦ ସല്ലଲ୍ଲାହୁ ଆଲୈହି ವସଲ୍ଲମ ନିଜର ସାଥୀମାନଙ୍କ ସହିତ ସମସ୍ତଙ୍କ ଉପରେ ଜୟଲାଭ କରିନିଅନ୍ତୁ। ସୁତରାଂ ଏଥିନିମନ୍ତେ ସେମାନେ ପ୍ରସ୍ତୁତି ଆରମ୍ଭ କରିଦେଲେ ଓ ଉରୱା ବିନ୍ ମସଉଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉର୍ଦ୍ଦନର ସହର ଜୁର୍ସ ଅଭିମୁଖେ ପ୍ରେରଣ କଲେ, କାରଣ ସେଠାରୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣ ଆଦି ଘେନି ଆଣିବେ ସେମାନଙ୍କ ପାଇଁ ଯେପରି। ଅତଏବ ବନୁ ହୱାଜିନ୍ ସମ୍ପ୍ରଦାୟର ପ୍ରସ୍ତୁତିର ସୂଚନା ଏହିପରି ମିଳିଲା ଯେ ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ମକ୍କା ବିଜୟ ନିମନ୍ତେ ମଦିନାରୁ ମକ୍କା ଅଭିମୁଖେ ସେନାବାହିନୀ ପ୍ରେରଣ କଲେ, ସେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ସେନାବାହିନୀ ପ୍ରସ୍ଥାନ କରିବା ପୂର୍ବରୁ ଗୋଟିଏ ଦଳ ଆଗତୁରା ପ୍ରେରଣ କରିଦେଉଥିଲେ। ଏହି ଲୋକମାନେ ହୱାଜିନ୍ ସମ୍ପ୍ରଦାୟର ଜଣେ ବ୍ୟକ୍ତିକୁ ଗିରଫ କଲେ, ଯେ କି ଜଣେ ଗୁପ୍ତଚର ଥିଲା। ହୱାଜିନ୍ ସମ୍ପ୍ରଦାୟ ପକ୍ଷରୁ ଉକ୍ତ ବ୍ୟକ୍ତିକୁ ମୁସଲମାନମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା। ସେଥିପାଇଁ ସେ ଏଣେତେଣେ ଘୁରି ବୁଲୁଥିଲା ଓ ତାହାକୁ ମୁସଲମାନମାନେ ଧରିନେଲେ ଓ ପଚରାଉଚରା କଲେ। ଅଧିକ କଠୋରତା ପ୍ରଦର୍ଶନ କରିବା ଓ ପଚରାଉଚରା କରିବା ଫଳରେ ଜାଣିବାକୁ ମିଳିଲା ଯେ ବନୁ ହୱାଜିନ୍ ଏକ ବିଶାଳ ସେନାବାହିନୀ ପ୍ରସ୍ତୁତ କରୁଛି ଓ ବନୁ ସକିଫ୍କୁ ମଧ୍ୟ ନିଜ ସହିତ ସାମିଲ କରିନେଇଛି। ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ନିମନ୍ତେ ଏକ ପ୍ରତିନିଧି ଦଳକୁ ସେ ଜୁରୁସ ଅଭିମୁଖେ ପ୍ରେରଣ କରିଛି। ବନୁ ହୱାଜିନ୍ ସମ୍ପ୍ରଦାୟ ଏହି ପ୍ରସ୍ତୁତିରେ ଥିଲେ ଯେ ମକ୍କା ବିନା କୌଣସି ପରିଶ୍ରମ ଓ କଷ୍ଟରେ ମୁସଲମାନମାନଙ୍କ ହାତକୁ ଆସିଗଲା। ମକ୍କାରେ ମୁସଲମାନମାନଙ୍କର ଅଧିକାର ଲାଭ ହେଲା। ଏହା ଦେଖି ହୱାଜିନ୍ ସମ୍ପ୍ରଦାୟ ନିଜର ସାମରିକ ଶକ୍ତିର ଅହଙ୍କାରରେ ଆସକ୍ତ ହୋଇ ଏହି ନିଷ୍ପତ୍ତି ନେଲେ ଯେ ଆମେମାନେ ସ୍ୱୟଂ ମହମ୍ମଦ ସല്ലଲ୍ଲାହୁ ଆଲୈହି ವସଲ୍ଲମ ଓ ତାଙ୍କ ସୈନ୍ୟ ଉପରେ ଆକ୍ରମଣ କରିଦେବା ଏବଂ ସେମାନଙ୍କର ମୂଳୋତ୍ପାଟନ କରିଦେବା। ସେହି ସମସ୍ତ ସମ୍ପ୍ରଦାୟମାନେ ହୱାଜିନ୍ ସମ୍ପ୍ରଦାୟର 30 ବର୍ଷୀୟ ଯୁବକ ମାଲିକ ବିନ୍ ଅଫ୍କୁ ନିଜର ସେନାପତି ଚୟନ କରିଥିଲେ। 20,000 ସୈନ୍ୟବାହିନୀ ପ୍ରସ୍ତୁତ ହୋଇ ହୁନେନ୍ ଅଭିମୁଖେ ଅଗ୍ରସର ହୋଇଥିଲେ। ସେମାନେ ବନୁ ହୱାଜିନ୍ ସମ୍ପ୍ରଦାୟର ଅଧିପତି ମାଲିକ ବିନ୍ ଅଫ୍ ସେହି ଯୁଦ୍ଧ ପ୍ରସ୍ତୁତିରେ ଏହି ପଦକ୍ଷେପ ଗ୍ରହଣ କରିଥିଲା, ଯାହାକି ଆରବର ଇତିହାସରେ କେବେ ବି ଏପରି କୌଣସି ସେନାପତି ଅବା ଶାସକ ଏପରି ପଦକ୍ଷେପ ଉଠାଇ ନଥିଲେ। ତାହା ଏହା ଥିଲା ଯେ ସେ ନିଜ ଲୋକମାନଙ୍କୁ ଏହି ଆଦେଶ ଦେଇଥିଲା ଯେ ତୁମେ ଘରୁ ଏକୁଟିଆ ବାହାରିବ ନାହିଁ, ବରଂ ନିଜ ସ୍ତ୍ରୀ ପିଲା
ଓ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ନିଜ ସାଙ୍ଗରେ ନିଜ ସାଥିରେ ଘେନି ଆଣିବ। ଏଥିରେ ତାହାର ଉଦ୍ଦେଶ୍ୟ ଏହା ଥିଲା ଯେ ସୈନ୍ୟବାହିନୀ ବୀରତାର ସହିତ ଯୁଦ୍ଧ ଲଢ଼ିବେ ଆଉ ସେମାନଙ୍କ ମନରେ ଏହି ଚିନ୍ତା ପ୍ରବେଶ କରିବ ନାହିଁ ଯେ ଆମେ ଯୁଦ୍ଧଭୂମିରୁ ପଳାୟନ କରିବା, କାରଣ ତାଙ୍କ ସ୍ତ୍ରୀ ପିଲା ତାଙ୍କ ସାଥିରେ ରହିଥିବେ ଅର୍ଥାତ୍ ରଣକ୍ଷେତ୍ରରେ। ଏହି ଯୁଦ୍ଧରେ ଜଣେ ବୃଦ୍ଧ ଅଧିପତି ଯାହାର ନାମ ଦୁରେଦ ବିନ୍ ସିମ୍ମା ଥିଲା, ସେ ମାଲିକ ବିନ୍ ଅଫ୍କୁ ଯୁଦ୍ଧରୁ ଅଟକାଇବା ନିମନ୍ତେ ଚେଷ୍ଟା କଲା। ଏହାର ମଧ୍ୟ ଚର୍ଚ୍ଚା ମିଳୁଅଛି। ଏହି ବୃଦ୍ଧ ବ୍ୟକ୍ତି ଜଣକ ହୱାଜିନ୍ ସମ୍ପ୍ରଦାୟ ସହିତ ଥିଲା। ତାହାର ବୟସ ପାଖାପାଖି 100 ବର୍ଷରୁ ଉର୍ଦ୍ଧ୍ୱ ଥିଲା। ସେହି ବୃଦ୍ଧର ଦୃଷ୍ଟିଶକ୍ତି ନଥିଲା କି ତାହାର ଯୁଦ୍ଧ କରିବା ପାଇଁ ଶକ୍ତି କି ସାମର୍ଥ୍ୟ ମଧ୍ୟ ଆଉ ନଥିଲା, କିନ୍ତୁ ଅଭିଜ୍ଞତା ତାର ରହିଥିଲା, ଯେଉଁଥିପାଇଁ ହୱାଜିନ୍ ସମ୍ପ୍ରଦାୟ ତାଙ୍କୁ ନିଜ ସାଥିରେ ନେଇ ଆସିଥିଲେ। ଯୁଦ୍ଧ କୌଶଳ ସମ୍ପର୍କରେ ସେ ଅବଗତ ଥିଲା। କୌଣସି କାଳରେ ସାହସିକତା ଓ ଅଶ୍ୱାରୋହୀରେ ସେ ବିଖ୍ୟାତ ଥିଲା। ତେଣୁ ମାଲିକ ବିନ୍ ଅଫ୍ ତାଙ୍କୁ ସାଙ୍ଗରେ ନେଇ ଆସିଥିଲେ, କାରଣ ତାର ଅଭିଜ୍ଞତା ଯେପରି କାମରେ ଆସିବ। ଯେତେବେଳେ ମାଲିକ ବିନ୍ ଅଫ୍ ଲୋକମାନଙ୍କ ସହିତ ମିଶି ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ଆଡ଼କୁ ଯିବା ନିମନ୍ତେ ସହମତି ପ୍ରକାଶ କଲା, ଲୋକମାନେ ନିଜର ଧନ ସମ୍ପଦ ସ୍ତ୍ରୀ ପିଲା ଧରି ବାହାରି ପଡ଼ିଲେ ଓ ତାସ୍ ଉପତ୍ୟକାଠାରେ ପହଞ୍ଚିଲେ ଓ ସେଠାରେ ଶିବିର ସ୍ଥାପନ କଲେ। ସେତେବେଳେ ବୃଦ୍ଧ ଦୁରେଦ ଘୋଡ଼ା ଉପରୁ ତଳକୁ ଓହ୍ଲାଇ ଭୂମିକୁ ନିଜ ହାତରେ ସ୍ପର୍ଶ କଲା, ଯାଞ୍ଚ କଲା ଓ ମାଲିକକୁ କହିଲା, ତୁମେମାନେ ବର୍ତ୍ତମାନ କେଉଁ ଉପତ୍ୟକାରେ ଅଛ? ସେମାନେ କହିଲେ, ଆମେ ତାସ୍ ଉପତ୍ୟକାରେ ଅଛୁ। ସେ କହିଲା, ଏହାର ଭୂମି ଟାଣ, ଘୋଡ଼ା ଗୁଡ଼ିକ ଚାଲିବା ନିମନ୍ତେ ଭଲ ଅନୁକୂଳ ଅଟେ। ଏଠାରେ କୌଣସି ଆମକୁ ଅସୁବିଧା ହେବ ନାହିଁ। ଏହି ଭୂମି ଏତେ କୋମଳ ନୁହେଁ ଯେ ଘୋଡ଼ାର ଖୁର ଗୁଡ଼ିକ ଧସିଯିବ। କିନ୍ତୁ ପିଲାମାନଙ୍କର କାନ୍ଦିବା ଓ ଓଟ ଗାଈ ଗୋରୁମାନଙ୍କର ସ୍ୱର ଶୁଣି ସେ ପ୍ରଶ୍ନ କଲା ଯେ ଏସବୁ କ'ଣ? ଲୋକମାନେ ଉତ୍ତର ଦେଲେ, ହେ ଦୁରେଦ, ମାଲିକ ବିନ୍ ଅଫ୍ର ଆଦେଶ କ୍ରମେ ଆମେମାନେ ନିଜ ସ୍ତ୍ରୀ ପିଲା ଓ ଗୃହପାଳିତ ପଶୁ ପକ୍ଷୀଙ୍କୁ ମଧ୍ୟ ସାଥିରେ ନେଇ ଆସିଛୁ। ଦୁରେଦ କହିଲା, ହେ ମାଲିକ, ତୁ ଆଜି ନିଜ ଜାତିର ଅଧିପତି, କିନ୍ତୁ ତୋର ଏହି ଫୈସଲା ସମ୍ପୂର୍ଣ୍ଣ ରୂପେ ଭୁଲ। ଏହି ପିଲାମାନଙ୍କୁ ମହିଳାମାନଙ୍କୁ ଘରେ ଛାଡ଼ି ଆସିବାର ଥିଲା, ସାଥିରେ ଆଣିବାର ନଥିଲା। ମୁଁ ଅଲ୍ଲାହଙ୍କ ରାଣ ଖାଇ କହୁଛି, ତୁମେ କେବଳ ଛେଳି ମେଣ୍ଢା ମାନଙ୍କୁ ଚରେଇବା ଜାଣିଛ। ଯୁଦ୍ଧ କିପରି ଲଢ଼ନ୍ତି ତାହା ତୁମକୁ ଜଣା ନାହିଁ। ଶୁଣ, ଯୁଦ୍ଧରେ ତୁମର ଲାଭ ନିମନ୍ତେ କେବଳ ଏହି କଥା ହିଁ ଯଥେଷ୍ଟ ଯେ ବ୍ୟକ୍ତିର ବର୍ଚ୍ଛା ଓ ବ୍ୟକ୍ତିର ଖଡ୍ଗ ହିଁ କାମ ଦେବ। ଆଉ ଯଦି ଯୁଦ୍ଧର ନିର୍ଣ୍ଣୟ ତୁମ ବିପରୀତ ହେଲା, ତେବେ ତୁମେ ନିଜର ସ୍ତ୍ରୀ ପିଲାଙ୍କୁ ଓ ଧନକୁ ହରାଇ ବସିବ। ହେ ମାଲିକ, ତୁ ହୱାଜିନ୍ ସମ୍ପ୍ରଦାୟର ଲୋକ ଅଶ୍ୱମାନଙ୍କୁ ଆଗକୁ ଅଗ୍ରସର କରେ ନାହିଁ, ଅର୍ଥାତ୍ ଯୁଦ୍ଧ ଲଢ଼େ ନାହିଁ। ମୋ କଥା ମାନ ଓ ଏହି ସ୍ତ୍ରୀ ପିଲାମାନଙ୍କୁ ପଶୁପକ୍ଷୀ ଗୁଡ଼ିକୁ ଦୁର୍ଗ ମଧ୍ୟକୁ ପଠାଇ ଦେ। ଯଦି ତୁମେ ବିଜୟ ହେଲ, ତେବେ ଏହି ଲୋକମାନେ ଅର୍ଥାତ୍ ଏହି ମହିଳା, ପିଲାମାନେ, ବୃଦ୍ଧ, ପଶୁପକ୍ଷୀ ତୁମକୁ ମିଳିଯିବ। ଆଉ ଯଦି ତୁମେ ବିଫଳ ହେଲ, ତେବେ ତୁମେ ସେମାନଙ୍କ ନିକଟକୁ ଚାଲି ଯାଇପାରିବ। ଏହିପରି ଭାବରେ ତୁମର ପରିବାର ବର୍ଗ ଓ ସମସ୍ତ ଜୀବଜନ୍ତୁ ବର୍ତ୍ତିଯିବେ। ମାଲିକ ବିନ୍ ଅଫ୍ କହିଲା, ହେ ଦୁରେଦ, ମୁଁ କଦାପି ଏପରି କରିବି ନାହିଁ। ମୁଁ ନିଜ ନିଷ୍ପତ୍ତିରୁ ଓହରି ଯିବି ନାହିଁ। ତୁମେ ବୃଦ୍ଧ ହୋଇଯାଇଛ, ତୁମର ବୁଦ୍ଧିଶୁଦ୍ଧି ହଜିଯାଇଛି। ଦୁରେଦ ପୁନଶ୍ଚ କହିଲା, ହେ ହୱାଜିନ୍ ଜାତି, ଏହି ନିଷ୍ପତ୍ତିଟି ଆଦୌ ଠିକ୍ ନୁହେଁ। ଏହି ବ୍ୟକ୍ତି ତୁମର ଓ ତୁମ ସ୍ତ୍ରୀ ପିଲାମାନଙ୍କର ସର୍ବନାଶ କରିଦେବ ଓ ଶତ୍ରୁ ହାତରେ ଟେକିଦେବ। ତେଣୁ ତୁମେମାନେ ଏଠାରୁ ଫେରିଚାଲ ଓ ମାଲିକର କଥାକୁ ମାନ ନାହିଁ। ଏପରି ସେ ହୱାଜିନ୍ ସମ୍ପ୍ରଦାୟକୁ ଯୁଦ୍ଧ ନ ଲଢ଼ିବା ପାଇଁ ପରାମର୍ଶ ଦେଇଥିଲା। ପ୍ରତି ଉତ୍ତରରେ ମାଲିକ ବିନ୍ ଅଫ୍, ଯେ କି ସେନାପତି ଥିଲା, ସେ ନିଜ ଖଡ୍ଗ ବାହାର କଲା
ଏବଂ ହୱାଜିନ୍ ସମ୍ପ୍ରଦାୟକୁ ସମ୍ବୋଧିତ କରି କହିଲା, ମୁଁ ଅଲ୍ଲାହଙ୍କ ଶପଥ କରି କହୁଛି, ତୁମେମାନେ ମୋର ଆଜ୍ଞା ପାଳନ କରିବା ପାଇଁ ବାଧ୍ୟ। ଆଉ ଯଦି ତୁମେ ଏପରି ନ କର ତେବେ ଏହି ଖଡ୍ଗରେ ମୁଁ ନିଜର ପ୍ରାଣ ହରାଇଦେବି, ନିଜକୁ ଶେଷ କରିଦେବି। ଏଥିରେ ହୱାଜିନ୍ ସମ୍ପ୍ରଦାୟ ପରସ୍ପର ସହିତ ପରାମର୍ଶ କଲେ ଏବଂ କହିବାକୁ ଲାଗିଲେ, ଆମେମାନେ ଯଦି ମାଲିକର କଥା ନ ମାନିବା ତେବେ ନିଶ୍ଚିତ ରୂପେ ସେ ନିଜ ଜୀବନ ହାରିଦେବ। ସେ ଜଣେ 30 ବର୍ଷୀୟ ଯୁବକ, ଆଉ ଏହି ବୟସରେ ଯଦି ସେ ମୃତ୍ୟୁବରଣ କରେ ତେବେ ଆମେ ତାକୁ ଛାଡ଼ି ଆଉ କାହାକୁ ନିଜର ନେତା ମାନିବା? ଦୁରେଦ୍ ଯିଏକି ଜଣେ ବୃଦ୍ଧ ବ୍ୟକ୍ତି, ସେ ଆମ ପାଇଁ ବା କିପରି ଯୁଦ୍ଧ ଲଢ଼ିପାରିବ? ତା କଥା ମାନିଲେ ଆମର କ'ଣ ଲାଭ ହେବ? ତେବେ ଶେଷରେ ସେମାନେ ମାଲିକର କଥା ମାନିନେଲେ ଓ ତାହାର ଆଜ୍ଞା ପାଳନ କରିବାକୁ ସ୍ୱୀକୃତି ପ୍ରଦାନ କଲେ। ତେବେ ହୱାଜିନ୍ ସମ୍ପ୍ରଦାୟର ଲୋକମାନେ ଦୁରେଦକୁ ପଚାରିଲେ, ଏହି ମତ ବ୍ୟତୀତ ଅନ୍ୟ କୌଣସି ମତ ତୁମର ରହିଛି କି? ଦୁରେଦ୍ କହିଲା, ହେ ହୱାଜିନ୍ ସମ୍ପ୍ରଦାୟ, ତୁମେମାନେ ଶତ୍ରୁ ମଧ୍ୟରେ ନିଜର ଲୋକମାନଙ୍କୁ ଲୁଚାଇ ଦିଅ। ଏହି ଲୋକମାନେ ତୁମମାନଙ୍କୁ ସାହାଯ୍ୟ କରିବେ। ଯଦି ଶତ୍ରୁ ତୁମମାନଙ୍କ ଉପରେ ଆକ୍ରମଣ କଲା ତେବେ ଏହି ଲୋକମାନେ ଶତ୍ରୁର ପଛପଟୁ ଶତ୍ରୁ ଉପରେ ଆକ୍ରମଣ କରିବେ ଓ ତୁମେମାନେ ନିଜର ସାଥୀମାନଙ୍କ ସହିତ ପୁନର୍ବାର ଆକ୍ରମଣ କରି ତାଙ୍କୁ ପରାଜୟ କରିପାରିବ, ଆଉ ସେମାନେ ପଛକୁ ହଟିପାରିବେ ନାହିଁ। ମାଲିକ ବିନ୍ ଅଫ୍ ସେତେବେଳେ ନିଜର ସାଥୀମାନଙ୍କୁ କହିଲା, ହେ ସାଥୀମାନେ, ତୁମେମାନେ ଘାଟି ମଧ୍ୟରେ ଓ ଉପତ୍ୟକାର ପାଦଦେଶରେ ଲୁଚିଯାଅ। ଯେତେବେଳେ ମୁସଲମାନମାନେ ଆସି ପହଞ୍ଚିବେ ସେତେବେଳେ ତୁମେ ସହସା ସେମାନଙ୍କ ଉପରେ ଆକ୍ରମଣ କରିଦେବ। ଏଭଳି ଅତର୍କିତ ଭାବରେ ଆକ୍ରମଣ କରି ଆମେ ତାଙ୍କୁ ପରାସ୍ତ କରିଦେଇପାରିବା। ମହମ୍ମଦ ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ବନୁ ହୱାଜିନ୍ ସମ୍ପ୍ରଦାୟର ପ୍ରସ୍ତୁତିର ସୂଚନା ମିଳିଯାଇଥିଲା। ପୂର୍ବେ ଏହାର କିଛି ଅଂଶ ବର୍ଣ୍ଣିତ ହୋଇଥିଲା। ଏହାର ସବିଶେଷ ବିବରଣୀ ଏହିପରି ଉଲ୍ଲେଖ ରହିଛି। ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ମକ୍କାରେ ଏହି ଘଟଣାବଳୀ ସମ୍ପର୍କରେ ଯେତେବେଳେ ସୂଚନା ପ୍ରାପ୍ତ ହେଲା ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ହୱାଜିନ୍ ସମ୍ପ୍ରଦାୟର ସୈନ୍ୟବାହିନୀର ପରିସ୍ଥିତି ସମୀକ୍ଷା କରିବା ନିମନ୍ତେ ହଜରତ ଅବଦୁଲ୍ଲାହ ବିନ୍ ଅବୁ ଦର୍ଦ ଆସ୍ଲମୀଙ୍କୁ ପ୍ରେରଣ କଲେ। ଏହି ଗୋଇନ୍ଦା ଜଣକ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ଏହି ସୂଚନା ଦେଲା ଯେ, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ଇସଲାମୀୟ ଶତ୍ରୁମାନେ ଆମ ବିପକ୍ଷରେ ଅସ୍ତ୍ରଶସ୍ତ୍ର ଏକତ୍ରିତ କରୁଛନ୍ତି। ତେଣୁ ବର୍ତ୍ତମାନ ଯେତେବେଳେ ଏହି ପ୍ରସ୍ତୁତି ହୋଇସାରିଛି, ତେଣୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ସେଥିପାଇଁ ନିଜର ଜଣେ ବ୍ୟକ୍ତିକୁ ପ୍ରେରଣ କଲେ, ଅର୍ଥାତ୍ ଅବଦୁଲ୍ଲାହ ବିନ୍ ଅବୁ ହଦ୍ରଦ ଆସ୍ଲମୀଙ୍କୁ ପ୍ରେରଣ କରି କହିଲେ, ତୁମେ ଇସଲାମୀୟ ସୈନ୍ୟବାହିନୀର ଯେଉଁ ଶତ୍ରୁମାନେ ରହିଛନ୍ତି ସେମାନଙ୍କ ସମ୍ପର୍କରେ ଖବର ଆଣି ମୋତେ ଦେବ। ଅତଏବ ସେ ହୱାଜିନ୍ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ତାଙ୍କ ସୈନ୍ୟବାହିନୀ ମଧ୍ୟରେ ପ୍ରବେଶ କରିଗଲେ, ସେମାନଙ୍କ ସହିତ ରହିଲେ ଓ ସେଠାରୁ ତଥ୍ୟ ସଂଗ୍ରହ କଲେ। ହଜରତ ଅବଦୁଲ୍ଲାହ ବିନ୍ ଅବୁ ଦର୍ଦ ଆସ୍ଲମୀ ଗୋଟିଏ କିମ୍ବା 2 ଦିନ ହୱାଜିନ୍ ସମ୍ପ୍ରଦାୟର ସୈନ୍ୟବାହିନୀ ମଧ୍ୟରେ ରହିଥିଲେ, ଏପର୍ଯ୍ୟନ୍ତ କି ସେମାନେ ମାଲିକ ବିନ୍ ଅଫ୍କୁ ଏହା କହୁଥିବାର ମଧ୍ୟ ଶୁଣିଲେ ଯେ ସେ ନିଜର ସାଥୀମାନଙ୍କ ଉତ୍ସାହକୁ ଅଭିବୃଦ୍ଧି କରିବା ନିମନ୍ତେ ଏହା କହୁଥିଲା ଯେ, ହେ ମହମ୍ମଦ ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ, ଏହା ପୂର୍ବରୁ ଏପରି କୌଣସି ଜାତି ସହିତ ତୁମର ଯୁଦ୍ଧ ହୋଇନାହିଁ ଯେଉଁ ଜାତି ଯୁଦ୍ଧ କୌଶଳ ସହିତ ଅବଗତ ଥିଲା, କିନ୍ତୁ ଆମ ସହିତ ତୁମର ମୁହାଁମୁହିଁ ହେଲେ, ମୁକାବିଲା ହେଲେ ଆମେ ତୁମକୁ ଶିଖାଇଦେବୁ ଯେ ଯୁଦ୍ଧ କାହାକୁ କୁହାଯାଏ, ଯୁଦ୍ଧ କିପରି ଲଢ଼ାଯାଏ। ଏସବୁ ତଥ୍ୟ ସଂଗ୍ରହ କରି ଅବଦୁଲ୍ଲାହ ବିନ୍ ଦର୍ଦ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ନିକଟକୁ ଚାଲି ଆସିଲେ ଓ ସମସ୍ତ ଖବର ସଂକ୍ରାନ୍ତରେ ହୁଜୁରଙ୍କୁ ଅବଗତ କରାଇଲେ। ଫଳତଃ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ବାଧ୍ୟ ହେଲେ ମୁକାବିଲା କରିବା ନିମନ୍ତେ, ଯୁଦ୍ଧ କରିବା ନିମନ୍ତେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ବନୁ ହୱାଜିନ୍ ସମ୍ପ୍ରଦାୟ ସହିତ ଯୁଦ୍ଧ କରିବା ନିମନ୍ତେ ମକ୍କାରୁ ବାହାରିବା ପୂର୍ବରୁ ଏକ ସମୀକ୍ଷା କଲେ। ଯେଉଁ ଯୁଦ୍ଧର ଆଶଙ୍କା କରାଯାଇଥିଲା ସେହି ଯୁଦ୍ଧ ଦୃଷ୍ଟିରୁ ଇସଲାମୀୟ ସୈନ୍ୟବାହିନୀ ନିକଟରେ ଯୁଦ୍ଧର ସରଞ୍ଜାମ ଖୁବ୍ କମ୍ ରହିଥିଲା। ତେଣୁକରି ହୁଜୁର ମକ୍କାର ଧନାଢ଼୍ୟ ଅଧିପତିମାନଙ୍କୁ, ଯେପରିକି ସଫୱାନ ବିନ୍ ଉମയ്ୟା, ଯିଏକି ସେତେବେଳେ ଅବିଶ୍ୱାସକାରୀ ଥିଲା, ତାଠାରୁ କିଛି ପରିମାଣରେ ଅସ୍ତ୍ର ଧାର ମାଗିଲେ। ଏଥିରେ ସେ କହିଲା, ଆପଣ ମୋଠାରୁ ଧାର ନେଉଛନ୍ତି ନା
ମୋଠାରୁ ଏସବୁ ଜିନିଷ ହରଣ କରିବାକୁ ଚାହୁଁଛନ୍ତି। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ନା, ମୁଁ ତ କେବଳ ତୁମକୁ କରଜ ଆକାରରେ ମାଗୁଛି, ମୁଁ ଧନ ଲୁଣ୍ଠନକାରୀ ନୁହେଁ। ମୁଁ ତୁମକୁ ଏ ସମସ୍ତ ଜିନିଷ ଫେରସ୍ତ କରିଦେବି। ପ୍ରତି ଉତ୍ତରରେ ସେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ କଥାରେ ରାଜି ହୋଇଗଲା ଓ 100 ଲୌହ ପୋଷାକ ଅର୍ଥାତ୍ କବଚ ପ୍ରଦାନ କଲା। ସେଥିରେ ଖଦ ଅର୍ଥାତ୍ ଲୌହ ମୁକୁଟ, ଢାଲ ଆଦି ରହିଥିଲା। ଅନ୍ୟ ଏକ ବର୍ଣ୍ଣନାରେ ସେହି ଅସ୍ତ୍ରକୁ ସ୍ଥାନାନ୍ତରିତ କରିବା ନିମନ୍ତେ ସେ ଓଟ ମଧ୍ୟ ପ୍ରଦାନ କରିଥିଲା। ଯୁଦ୍ଧ ପରେ ସଫୱାନର ଲୌହ କବଚ ଫେରସ୍ତ କରିବା ନିମନ୍ତେ ଲୌହ କବଚକୁ ଏକତ୍ରିତ କରାଗଲା। ତନ୍ମଧ୍ୟରୁ କେତେକ ଲୌହ ପୋଷାକ କମ୍ ଥିଲା। ଯେହେତୁ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ସଫୱାନକୁ ଲୌହ କବଚ ଫେରସ୍ତ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ, ସେଥିପାଇଁ ନବୀ ସല്ലଲ୍ଲାହୁ ଆଲାଇହି वसल्लम ସଫୱାନ ସହିତ କଥାବାର୍ତ୍ତା କଲେ ଯେ କିଛି ଲୌହ କବଚ ହଜିଯାଇଛି କି ଯାହାର ପତା ମିଳୁନାହିଁ, ତେଣୁ ତୁମେ ସେହି ଲୌହ କବଚର ମୂଲ୍ୟ ନେଇନିଅ। କିନ୍ତୁ ସଫୱାନ ଆଉ ସେହି ପୂର୍ବ ସଫୱାନ ପରି ନଥିଲା। ସେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ସହିତ ସାମିଲ ହୋଇଯାଇଥିଲା। ତାହାର ହୃଦୟ ଇସଲାମ ପ୍ରତି ଆନତ ହୋଇଯାଇଥିଲା। ହୁନୈନ ଯୁଦ୍ଧ ପରେ ସେ ଇସଲାମ ଧର୍ମ ସ୍ୱୀକାର କରିନେଇଥିଲା ଓ ଉକ୍ତ ଯୁଦ୍ଧରେ ସେ ସାମିଲ ମଧ୍ୟ ଥିଲା। ଅତଃ ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲାଇହି वसल्लम ସଫୱାନକୁ ଲୌହ ପୋଷାକର ମୂଲ୍ୟ ପୈଠ କରିବା ନିମନ୍ତେ ଯେତେବେଳେ କହିଲେ, ସେ ସେତେବେଳେ କହିଲା, ଲା ୟା ରସୁଲୁଲ୍ଲାହ, ଲିଆନ୍ନା ଫି କଲବିଲ୍ ୟୌମା ମାଲମ ୟକୁନ ୟୌମାଇଜିନ୍। ଅର୍ଥାତ୍ ନୁହେଁ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆଜି ମୋ ମନରେ ଯେଉଁ ଅବସ୍ଥା ରହିଛି ତାହା ପୂର୍ବ ପରି ନୁହେଁ। ଅର୍ଥାତ୍ ପୂର୍ବେ ମୁଁ ଅସ୍ୱୀକାରୀ ଥିଲି, ଅମାନ୍ୟକାରୀ ଥିଲି, କିନ୍ତୁ ବର୍ତ୍ତମାନ ମୁଁ ମୁସଲମାନ ପାଲଟି ଯାଇଛି। ଏହିପରି ଭାବରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ନିଜର ଚଚା ପୁତ୍ର ଭାଇ ନୌଫଲ ବିନ୍ ହାରିସ୍ ଠାରୁ 3000 ବର୍ଚ୍ଛା କରଜ ନେଇଥିଲେ। ହୁଜୁର ତାଙ୍କୁ କହିଲେ, ହେ ନୌଫଲ, ମୁଁ ତୋର ଏହି ବର୍ଚ୍ଛାକୁ ଶତ୍ରୁ ପିଠିରେ ଧସାଇ ଦେବି। ଏଥିରୁ ସୂଚନା ଏହା ଦିଆଯାଇଥିଲା ଯେ ଶତ୍ରୁ ପରାଜିତ ହୋଇ ପଳାୟନ କରିବ ଓ ବିପୁଳ ପରିମାଣରେ କ୍ଷତି ସହ୍ୟ କରିବ। ଇବ୍ନେ ଅବି ରବିୟା ଠାରୁ ମଧ୍ୟ କିଛି ଅସ୍ତ୍ରଶସ୍ତ୍ର ହୁଜୁର ଧାର ନେଇଥିଲେ। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କର ଏହା ସର୍ବୋଚ୍ଚତମ ଚରିତ୍ରର ଝଲକ, କାରଣ ହୁଜୁର ସେତେବେଳେ ମକ୍କା ଜୟ କରି ନେଇଥିଲେ ଓ କୌଣସି ଅଞ୍ଚଳ ଜୟ କରିବା ପରେ ସେହି ସ୍ଥାନ ଅଞ୍ଚଳ ଅଧିବାସୀ ସବୁକିଛି ତା ଅଧୀନସ୍ଥ ହୋଇଥାନ୍ତି। ସେଠାରୁ କିଛି ନେବା ପାଇଁ ତାକୁ କାହାର ଅନୁମତି ଲୋଡ଼ା ନଥାଏ। ସେ ମନମୁଖୀ ଯାହା ଇଚ୍ଛା ସଂଗ୍ରହ କରିପାରିଥାଏ। ଏହା ସେତେବେଳର ନିୟମ ଅନୁସାରେ ପ୍ରଚଳିତ ଥିଲା। କିନ୍ତୁ ଏହା ସତ୍ତ୍ୱେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ସେମାନଙ୍କ ଠାରୁ ଧାର କରଜ ଆକାରରେ ଅସ୍ତ୍ରଶସ୍ତ୍ର ଓ ଅର୍ଥ ନେଇଥିଲେ ଓ ତାହାକୁ ପରବର୍ତ୍ତୀ ସମୟରେ ଫେରସ୍ତ ମଧ୍ୟ କରିଥିଲେ। ଏହିପରି ଭାବରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଅବୁ ଜେହେଲର ସାବତ ଭାଇ ଅବଦୁଲ୍ଲା ବିନ୍ ଅବି ରବିହା ଠାରୁ 30 କିମ୍ବା 40,000 ଦିରହମ ଋଣ ନେଇଥିଲେ। ବର୍ଣ୍ଣନାରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଅବଦୁଲ୍ଲା ବିନ୍ ଅବି ରବିୟା ମକ୍କା ବିଜୟ ଦିନ ମୁସଲମାନ ହୋଇଯାଇଥିଲା। ଏକ ବର୍ଣ୍ଣନା ଅନୁଯାୟୀ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କୁରୈଶର 3 ଜଣ ସଦସ୍ୟଙ୍କ ଠାରୁ ଋଣ ନେଇଥିଲେ। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ସଫୱାନ ବିନ୍ ଉମୈୟା ଠାରୁ 50,000 ଦିରହମ, ଅବଦୁଲ୍ଲା ବିନ୍ ଅବି ରବିହା ଠାରୁ 40,000 ଦିରହମ ଓ ହୋତେବ ବିନ୍ ଅବଦୁଲ୍ଲା ଉଜ୍ଜାଙ୍କ ଠାରୁ 40,000 ଦିରହମ ଋଣ ନେଇଥିଲେ। ଅତଏବ ଏହି ସମସ୍ତ ଋଣକୁ ମିଶାଇ 1,30,000 ଦିରହମ ହୁଜୁର ଋଣ ନେଇଥିଲେ। ଅନ୍ୟ କେତେକ ବର୍ଣ୍ଣନା ଅନୁଯାୟୀ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ନଗଦ ଋଣ ମକ୍କା ବିଜୟ ଅବସରରେ ଅଭାବୀ ସାହାବୀମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ନେଇଥିଲେ ଓ ତାହାକୁ ସେମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ପ୍ରତ୍ୟେକ ଜାତିକୁ ବେଶୀରୁ ବେଶୀ 50 ଦିରହମ ପ୍ରଦାନ କରାଯାଇଥିଲା ଓ ଅନ୍ୟ ଏକ ବର୍ଣ୍ଣନା ଅନୁଯାୟୀ ବନୁ ଜଜିମା ସମ୍ପ୍ରଦାୟର ନିହତ ହୋଇଥିବା ଲୋକମାନଙ୍କ ଦିୟତ ଅର୍ଥାତ୍ କ୍ଷତିପୂରଣ ପାଇଁ ସେ ତାହା ନେଇଥିଲେ ଓ ଉକ୍ତ ସମ୍ପ୍ରଦାୟରେ ତାହାକୁ ବାଣ୍ଟି ଦେଇଥିଲେ। ତେବେ ସେ ଯାହା ହେଉ, ଏ ବିଷୟରେ ଆଲ୍ଲାହ ତାଆଲା ହିଁ ସର୍ବାଧିକ ଜାଣନ୍ତି, ସେ ହିଁ ସର୍ବଜ୍ଞ। ହୁନୈନ ଯୁଦ୍ଧର ଅବଶିଷ୍ଟ ଘଟଣାବଳୀ ଇନଶାଆଲ୍ଲାହ ତାଆଲା
ଆସନ୍ତା ଖୁତବାରେ ଆଲୋଚନା କରିବି। ବର୍ତ୍ତମାନ ମୁଁ କିଛି ନମାଜ ଜନାଜା ଗାଏବ ପାଠ କରାଇବି। ସେହି ଜନାଜା ଗାଏବରେ ପ୍ରଥମ ହେଲେ ଖ୍ୱାଜା ମୁଖ୍ତାର ଅହମଦ ଭଟ୍ଟ ସାହେବ। ଖ୍ୱାଜା ଅବଦୁର ରେହମାନ ସାହେବ ସିଆଲକୋଟିଙ୍କର ସେ ସୁପୁତ୍ର ଥିଲେ। ବିଗତ ଦିନରେ 92 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ସେ ସିଆଲକୋଟ ଠାରେ ଜନ୍ମଗ୍ରହଣ କରିଥିଲେ ଓ ଆଇନ ଶିକ୍ଷା ହାସଲ କରିବା ପରେ ଏୟାରଫୋର୍ସରେ ପ୍ରବେଶ କରିଥିଲେ। ସେଠାରେ ରିସାଲପୁରରୁ ଏକ ଏୟାରଫୋର୍ସରୁ ଟ୍ରେନିଂ ହାସଲ କରିବା ପରେ 1974 ମସିହାରେ ପାକିସ୍ତାନ ବାୟୁସେନାରେ ସେ ଆଇନଜୀବୀ ଅଫିସର ଭାବରେ ସେବା ସମ୍ପାଦନ କରିଥିଲେ। ସେହି ବର୍ଷ ଅନ୍ୟାନ୍ୟ ଅହମଦୀ ଅଫିସରମାନଙ୍କ ସହିତ ତାଙ୍କୁ ମଧ୍ୟ ଚାକିରିରୁ ବାହାର କରିଦିଆଗଲା। 1974 ମସିହାରେ ଜମାତ ଅହମଦିଆ ବିରୁଦ୍ଧରେ ଯେଉଁ ହିଂସା ଓ ଉପଦ୍ରବ ହୋଇଥିଲା, ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ହଜରତ ଖଲିଫତୁଲ ମସିହ ସାଲିସ ରହମତୁଲ୍ଲାହ ତାଆଲାଙ୍କ ମାର୍ଗଦର୍ଶନ କ୍ରମେ ଜମାତ ଅହମଦିଆର ଆଇନ କମିଶନରେ ସେବା କରିଥିଲେ। ସେ ଜମାତର ଉଦ୍ୟମ ସମ୍ପର୍କରେ ପଞ୍ଜାବର ପ୍ରଧାନମନ୍ତ୍ରୀ ହନିଫ ରାନେଙ୍କ ସହିତ ସାକ୍ଷାତ ହୋଇଥିଲା। ସ୍ୱର୍ଗତ ମୁଖ୍ତାର ଅହମଦ ସାହେବଙ୍କ ହଜରତ ମିର୍ଜା ବଶିର ଅହମଦ ସାହେବ ଓ ହଜରତ ଚୌଧୁରୀ ଜଫରୁଲ୍ଲାହ ଖାନ ସାହେବଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଥିଲା। ସେହିପରି ଏସେନ୍ସ ଅଫ୍ ଇସଲାମର ପ୍ରଥମ ଭାଗର ପ୍ରସ୍ତୁତିରେ ମଧ୍ୟ ସେ ଚୌଧୁରୀ ଜଫରୁଲ୍ଲାହ ଖାନ ସାହେବଙ୍କର ସାହାଯ୍ୟ କରିଥିଲେ। ଅତଏବ ଆପଣ ରଜତଲାଙ୍କୁ ଏହି ସୌଭାଗ୍ୟ ପ୍ରାପ୍ତ ହୋଇଥିଲା ଯେ ମରକଜୀ ସ୍ତରରେ ଆପଣ ଫଜଲେ ଉମର ଫାଉଣ୍ଡେସନରେ ଜଣେ ଡାଇରେକ୍ଟର ଭାବରେ ସେବା ସମ୍ପାଦନ କରିଥିଲେ। ଦାରୁଲ କଜା ରବୁଆରେ ମଧ୍ୟ ସେ କାଜୀ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ। କଜାର କାର୍ଯ୍ୟାଳୟରେ ସ୍ୱର୍ଗତ ମୁଖ୍ତାର ଅହମଦ ସାହେବଙ୍କ ସହିତ କିଛି କାଳ କାର୍ଯ୍ୟ କରିଛି। ଅତି ସ୍ପଷ୍ଟ ମତ ପ୍ରଦାନକାରୀ ବ୍ୟକ୍ତି ଥିଲେ, ବିନୀତ ବ୍ୟକ୍ତି ଥିଲେ, ଖିଲାଫତକୁ ବହୁତ ଭଲ ପାଉଥିଲେ। ଆପଣଙ୍କର ଖିଲାଫତ ସହିତ ଦୃଢ଼ ସମ୍ପର୍କ ରହିଥିଲା। ପରବର୍ତ୍ତୀ ସମୟରେ ତାଙ୍କର ମୋ ସହିତ ମଧ୍ୟ ସମ୍ପର୍କ ବେଶ ମଜବୁତ ହୋଇଥିଲା। 2002 ମସିହାରେ ସେ କାନାଡ଼ା ସ୍ଥାନାନ୍ତରିତ କରି ଯାଇଥିଲେ। ସେଠାରେ ଆଞ୍ଚଳିକ ଅମୀର ରୂପେ ସେବା ସମ୍ପାଦନ କରିଥିଲେ। ନମାଜ, ପବିତ୍ର କୁରାନର ପାଠ କରିବା, ତେଲାୱତ କରିବାରେ ନିୟମାନୁବର୍ତ୍ତୀ ଥିଲେ। ଆର୍ଥିକ ବଳିଦାନରେ ମଧ୍ୟ ବେଶ ଆଗରେ ରହି ଅଂଶଗ୍ରହଣ କରୁଥିଲେ। ଜଣେ ନୈଷ୍ଠିକ ଅହମଦୀ ଥିଲେ। ବିଶ୍ୱସ୍ତତା, ବିନୀତତା ଓ ନିଷ୍ଠାର ସହିତ କାର୍ଯ୍ୟ କରିବା ତାଙ୍କର ବିଶେଷ ଗୁଣ ଥିଲା। ନିଜ ପଛରେ ପତ୍ନୀଙ୍କ ବ୍ୟତୀତ ଗୋଟିଏ କନ୍ୟା ସନ୍ତାନ ଓ 2 ଜଣ ପୁତ୍ର ସନ୍ତାନ ତଥା ଅନେକ ନାତିନାତୁଣୀ ଛାଡ଼ି ଯାଇଛନ୍ତି। ସ୍ୱର୍ଗତ ମୁଖ୍ତାର ଭଟ୍ଟ ସାହେବଙ୍କର ପତ୍ନୀ ଅମତୁଲ କୟୁମ ସାହେବା ସ୍ୱର୍ଗତ ଗୁଲାମ ଅଖତର ସାହେବଙ୍କ ସୁପୁତ୍ରୀ ଅଟନ୍ତି। ଗୁଲାମ ଅଖତର ସାହେବ ରେଲବାଇରେ କାମ କରୁଥିଲେ। ରେଲବାଇରେ ଡାଇରେକ୍ଟରର ପଦବୀରେ ସେ ଆସିନ ଥିଲେ। ଖଲିଫତୁଲ ମସିହ ସାନିଙ୍କ କାଳରେ ସେ ଚାକିରିରୁ ଅବସର ନେବା ପରେ କିଛି କାଳ ନାଜରା ଆଲା ମଧ୍ୟ ରହିଥିଲେ। ହଜରତ ଖଲିଫତୁଲ ମସିହ ସାନି ରହମତୁଲ୍ଲାହ ତାଆଲାଙ୍କ ସାଥିରେ ଷ୍ଟେଜ ଉପରେ ସେ ଭାଷଣ ସମୟରେ ସିକ୍ୟୁରିଟି ଡ୍ୟୁଟି ମଧ୍ୟ ଦେଇଥିଲେ। ସ୍ୱର୍ଗତ ଖ୍ୱାଜା ମୁଖ୍ତାର ଅହମଦ ସାହେବ ଭଟ୍ଟ ଡାକ୍ତର ଜାହିଦ ଖାନ ସାହେବ ୟୁକେଙ୍କର କଜା ବୋର୍ଡର ସଭାପତି ଥିଲେ ଓ ତାଙ୍କର ଶ୍ୱଶୁର ଥିଲେ। ଖ୍ୱାଜା ସାହେବଙ୍କ ସୁପୁତ୍ରୀ ଆୟଶା ସାହେବା କୁହନ୍ତି, ମୁଁ ସର୍ବଦା ପିତାଙ୍କୁ ଖିଲାଫତର ଆଜ୍ଞାନୁବର୍ତ୍ତୀ ଓ ଆଜ୍ଞାକାରୀ ରୂପେ ଦେଖିଆସିଛି। ପିତାଙ୍କ ଆମ 2 ଭାଇ ଓ ମୋ ସହିତ ଅତି ସଂସ୍କାରପୂର୍ଣ୍ଣ ସମ୍ପର୍କ ରହିଥିଲା। 1974 ମସିହାରେ ପିତାଙ୍କୁ ହଠାତ୍ ବାୟୁସେନାରୁ ବରଖାସ୍ତ କରିଦିଆଯାଇଥିଲା। ତାପରେ ସେ ଘରୋଇ ଓକିଲ ଭାବରେ ପ୍ରାକ୍ଟିସ କରିଥିଲେ। ସେଥିରେ ବିଶେଷ କିଛି ସଫଳତା ମିଳିନଥିଲା, କିନ୍ତୁ ଏଥିରେ ସେ ଧୈର୍ଯ୍ୟହରା ହୋଇନଥିଲେ। ଆଲ୍ଲାହ ତାଆଲାଙ୍କ ଉପରେ ଦୃଢ଼ ବିଶ୍ୱାସ ରହିଥିଲା। ଏପରି କଷ୍ଟକର ପରିସ୍ଥିତିରେ ସେ କାହା ଆଗରେ ହାତ ପାତି ନଥିଲେ। ସବୁବେଳେ ଆଲ୍ଲାହ ତାଆଲାଙ୍କ ସମ୍ମୁଖରେ ନିଜର ଦୁଃଖ ବ୍ୟକ୍ତ କରୁଥିଲେ ଓ ପ୍ରାର୍ଥନା କରୁଥିଲେ ଓ ମାସର ଆରମ୍ଭରେ ହିଁ ନିଜ ଚାନ୍ଦା ପୈଠ କରିଦେଉଥିଲେ। ସମ୍ପର୍କୀୟମାନଙ୍କର ଯେଉଁ ଦାୟିତ୍ୱ ରହିଥିଲା ତାହା ସେ ତୁଲାଉଥିଲେ। ଜଣେ ସତ୍ୟନିଷ୍ଠ, ସମୟାନୁବର୍ତ୍ତୀ, ନିୟମାନୁବର୍ତ୍ତୀ, ଖିଲାଫତ ପ୍ରତି ନିଷ୍ଠା ଓ ଆନ୍ତରିକତା ଆଦି ସୁଗୁଣର ଅଧିକାରୀ ଥିଲେ ସେ। କାରଣ ସେ ନିଜ
ପିତୃ ପିତାମହଙ୍କଠାରୁ ଏହି ସଂସ୍କାର ଶିଖିଥିଲେ। ଯେପରିକି ମୁଁ ବର୍ତ୍ତମାନ କହିଲି, ସ୍ୱର୍ଗତ ଅଖ୍ତର ସାହେବଙ୍କର ସୁପୁତ୍ରୀ ଜଣେ ସେବିକା, ତେଣୁ ଏମାନଙ୍କର ବଂଶ ଜମାତର ସେବକ ବଂଶ। ସେ ଯାହା ହେଉ, ଏହି ସ୍ୱାମୀ ସ୍ତ୍ରୀ ଉତ୍ତମ ସଂସ୍କାର ହେତୁ ସନ୍ତାନମାନେ ମଧ୍ୟ ଜମାତର ସେବାରେ ନିୟୋଜିତ ଅଛନ୍ତି ଓ ନିଃସ୍ୱାର୍ଥପର ଭାବରେ ସେବା କରିଚାଲିଛନ୍ତି। ଆଲ୍ଲାହ ତାଆଲା ଏମାନଙ୍କୁ ନିଜ ପିତାଙ୍କର ପୁଣ୍ୟାବଳୀ ଗୁଡ଼ିକୁ ଅବ୍ୟାହତ ରଖିବା ପାଇଁ ସାମର୍ଥ୍ୟ ପ୍ରଦାନ କରନ୍ତୁ ଓ ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ, ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ। ଦ୍ୱିତୀୟ ଜନାଜା ହେଉଛି ଶ୍ରୀମତୀ ସ୍ୱର୍ଗତା ସঈଦା ବେଗମ ସାହେବା। ସେ ନଜିର ଅହମଦ ସାହେବଙ୍କର ପତ୍ନୀ ଥିଲେ। ସ୍ୱର୍ଗତା ସঈଦା ବେଗମ ସାହେବା ଭାରତର ନାଗରିକ ଥିଲେ। ବିଗତ ଦିନରେ 75 ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ଆଲ୍ଲାହ ତାଆଲାଙ୍କ କୃପାରୁ ସିଏ ଓସିୟତକାରିଣୀ ମହିଳା ଥିଲେ। ନିଜ ପଛରେ ସ୍ୱାମୀଙ୍କ ବ୍ୟତୀତ 3 ଜଣ କନ୍ୟା ସନ୍ତାନ ଓ 4 ଜଣ ପୁତ୍ର ସନ୍ତାନ ଛାଡ଼ି ଯାଇଛନ୍ତି। ସ୍ୱର୍ଗତା ତାହେର ଅହମଦ ତାରିକ ସାହେବ ନାଜର ଇସ୍ଲାହ ଇରଶାଦ କାଦିଆନଙ୍କର ମାତା ଥିଲେ। ତାହେର ସାହେବ ଜମାତୀୟ ପ୍ରତିନିଧି ଦଳ ସହିତ ଇଂଲଣ୍ଡର ଧର୍ମ ସମ୍ମିଳନୀରେ, ଯାହାକି ବିଗତ ଦିନରେ ଅନୁଷ୍ଠିତ ହେଲା, ଏଠାରେ ଯୋଗ ଦେଇଥିଲେ। ତେଣୁକରି ସେ ନିଜ ମାତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହୋଇପାରିନାହାନ୍ତି। ସ୍ୱର୍ଗତାଙ୍କ ବଂଶରେ ଜମାତର ସେବା କରିବା କ୍ରମାଗତ ଭାବରେ ଚାଲିଆସିଛି। ତାହେର ସାହେବଙ୍କର ସାନ ଭାଇ ସବିର ଅହମଦ ସାହେବ ଜଣେ ମୌଲିମ ସିଲସିଲା। ସେହିପରି ସ୍ୱର୍ଗତାଙ୍କ କନ୍ୟା ମଧ୍ୟ ଜଣେ ମୁବଲ୍ଲିଗ ସିଲସିଲା, ଶ୍ରୀମାନ ଜବ୍ବାର ଅହମଦ ସାହେବଙ୍କର ପତ୍ନୀ। ସ୍ୱର୍ଗତାଙ୍କ ଅନ୍ୟ 2 ପୁତ୍ର ମଧ୍ୟ ଜମାତର ସେବାରେ ନିୟୋଜିତ। ଆଲ୍ଲାହ ତାଆଲା ତାଙ୍କ ପ୍ରତି ସଦୟ ହୁଅନ୍ତୁ, ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ। ତାହେର ତାରିକ ସାହେବ ଉଲ୍ଲେଖ କରିଛନ୍ତି ଯେ ବିଗତ 25 ବର୍ଷ ଧରି ସ୍ୱର୍ଗତାଙ୍କୁ ଶ୍ୱାସରୋଗର ସମସ୍ୟା ରହିଥିଲା। ଶ୍ୱାସରୋଗରେ ଆକ୍ରାନ୍ତ ଥିଲେ, କିନ୍ତୁ ଏହି ଅବଧିକୁ ସେ ଅତି ଧୈର୍ଯ୍ୟର ସହକାରେ ଅତିବାହିତ କରିଛନ୍ତି। କେବେ ବି କୌଣସି ଅଭିଯୋଗ କରିନଥିଲେ। ତାଙ୍କର ସମ୍ପର୍କ ଚାରକୋଟ, ରାଜୌରୀ, ଜମ୍ମୁ କାଶ୍ମୀର ସହିତ ଥିଲା। ସ୍ୱର୍ଗତାଙ୍କ ବଂଶରେ ଅହମଦିୟତ ହଜରତ କାଜୀ ମହମ୍ମଦ ଅକବର ଭଟ୍ଟି ସାହେବଙ୍କ ଜରିଆରେ, ଯିଏକି ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କର ସାହାବୀ ଥିଲେ, ପ୍ରବିଷ୍ଟ ହୋଇଥିଲା। ତତ୍ପରେ ତାଙ୍କ ବଂଶରେ ଅହମଦିୟତ ବିସ୍ତାର ଲାଭ କରିଥିଲା। ତାହେର ସାହେବ କୁହନ୍ତି, ମୋ ମାତା ଜଣେ ଧର୍ମପରାୟଣୀ ମହିଳା ଥିଲେ, ଧାର୍ମିକ ମହିଳା ଥିଲେ, ରୋଜା ନମାଜ ଆଦିର ନିୟମାନୁବର୍ତ୍ତୀ ଥିଲେ। ସେ ବିଶେଷ କିଛି ଉଚ୍ଚ ଶିକ୍ଷିତ ମହିଳା ନଥିଲେ, କିନ୍ତୁ ବାଲ୍ୟକାଳରେ ଆମମାନଙ୍କୁ ସନ୍ଧ୍ୟା ସମୟରେ ପବିତ୍ର କୁରାନ କରିମର ଦୁଆ, ମସିହ ଇସଲାମଙ୍କର ନଜମ ଶିଖାଉଥିଲେ। ସେହିପରି ମାତାଶ୍ରୀ ଆହାଦିସ ଓ ଅବତାରମାନଙ୍କ ଘଟଣାବଳୀ ଆମମାନଙ୍କୁ ଶୁଣାଉଥିଲେ। ତାଙ୍କ ସ୍ୱଭାବରେ ଶିଷ୍ଟତା, ଶାଳୀନତା, ପବିତ୍ରତା ଆଦି ଭରି ରହିଥିଲା। ସେ ଜଣେ ମେଳାପୀ ଓ ନିଜର ସମସ୍ତ ପରିଜନମାନଙ୍କ ସହିତ ସୁବ୍ୟବହାର ପ୍ରଦର୍ଶନକାରୀ ମହିଳା ଥିଲେ। ଖିଲାଫତ ସହିତ ତାଙ୍କର ନିବିଡ଼ ସମ୍ପର୍କ ରହିଥିଲା। ବହୁତ ଭଲ ପାଉଥିଲେ ଖିଲାଫତକୁ, ଆଉ ଆମମାନଙ୍କୁ ୱକ୍ଫ କରିବା ପାଇଁ ଅନୁପ୍ରାଣିତ କରିଥିଲେ, ତାଗିଦ କରିଥିଲେ। ଆମମାନଙ୍କୁ ପବିତ୍ର କୁରାନର ଶିକ୍ଷା ପ୍ରାପ୍ତ କରିବା ନିମନ୍ତେ ପ୍ରେରଣା ଦେଉଥିଲେ। ମାତାଶ୍ରୀଙ୍କ ସମସ୍ତ ସନ୍ତାନ ସନ୍ତତି ଉତ୍ତମ ଚରିତ୍ର ଓ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ସେ ଉଦ୍ୟମ କରୁଥିଲେ। ଆଲ୍ଲାହ ତାଆଲା ତାଙ୍କ ପ୍ରତି ସଦୟ ହୁଅନ୍ତୁ ଓ ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruh wa nu'minu bihi wa natawakkalu alayhi wa na'udzu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى
وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر